ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ ପୋଲିସ ଅଫିସର ଲାଞ୍ଚ ନେଉଥିବା ବେଳେ ମହିଳା ପୋଲିସ ଏଏସ୍ଆଇଙ୍କୁ ଧରିଛି ଭିଜିଲାନ୍ସ। ବ୍ରହ୍ମପୁର ମହିଳା ପୋଲିସ ଥାନାର ଏଏସ୍ଆଇ ବବିତା ସୁନା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ଅଭିଯୁକ୍ତଙ୍କ ଠାରୁ 10,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ବବିତାଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ତାଙ୍କୁ ଭିଜିଲାନ୍ସ ଟିମ୍ ଧରିବା ପରେ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଏକ ଯୌତୁକ ନିର୍ଯାତନା ମାମଲାର ରଫାଦଫା ପାଇଁ ଅଭିଯୁକ୍ତଙ୍କୁ ଲାଞ୍ଚ ମାଗିଥିଲେ ମହିଳା ଏଏସ୍ଆଇ ବବିତା ସୁନା। ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଏଏସ୍ଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲେ। ମହିଳା ଏଏସ୍ଆଇ ବବିତା ସୁନାଙ୍କର ଗତ ଏପ୍ରିଲ ମାସରେ ଅନ୍ୟ ଏକ ପୋଲିସ ଥାନାକୁ ବଦଳି ହୋଇଥିଲା, କିନ୍ତୁ ମହିଳା ଏଏସ୍ଆଇ ଜଣଙ୍କ ବଦଳି ହୋଇଥିବା ଥାନାକୁ ଯାଇନଥିଲେ, ବରଂ ସେହି ଥାନାରେ ହିଁ ରହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବଦଳିକୁ ଗତ 22 ତାରିଖରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ବାତିଲ କରାଯାଇଥିଲା।